ମୁଁ ଶ୍ରୀ ଉମାଚରଣ ମିଶ୍ର ଆଜି ଆମର ଗଣକୋଷ ଶିଶୁ ସାହିତ୍ୟ ପ୍ରତିଷ୍ଠାନ ମାସିକ ସାହିତ୍ୟ ଆସର ଏହି ସାହିତ୍ୟ ଆସରରେ ମୁଁ ମୋର କବିତାକୁ ଆଜି ପଠନ କରୁଛି। କବିତାର ଶୀର୍ଷକ ହେଲା ସମ୍ମାନ ବଜାର। ସମ୍ମାନ ବଜାର। ବିଚଳିତ ଲାଗେ ଶୁଣି ଏହି କଥା, କିଣା ବିକା ହୁଏ ସମ୍ମାନ ପଟା। ଯାହାକୁ ଯେମିତି ସଜ ହେଉଅଛି, ଲୁଟୁଛନ୍ତି ମନେ ନଭରି ଚିଟା। ଅସାହିତ୍ୟିକ ଠକ ସାଜିଛନ୍ତି, ବୋଲାନ୍ତି ଅତି ଜ୍ଞାନୀ ପଣ୍ଡିତ। କିଛି ବୁଝନ୍ତିନି, କିଛି ଜାଣନ୍ତିନି, ସାହିତ୍ୟ ସଭାରେ ହୁଅନ୍ତି ମୁକ। ନିଜ ଦଳ ଗଢ଼ି ବୁଲନ୍ତି ବଜାରେ, ଝୁଲା ମୁନିଟିଏ ଧରି ହାତରେ। ଅର୍ଥ ଉପାର୍ଜନେ ଲାଗି ପଡ଼ିଥାନ୍ତି, ଲଜ୍ଜା ଛାଡ଼ି ଅଲାଜୁକ ଭାବରେ। ଚରିତ୍ରହୀନତା, ମିଥ୍ୟା କପଟତା, ଅନ୍ଧ ଭଳି ମାତିଛନ୍ତି ସେଥିରେ। ଖୋଜନ୍ତି ଗୋଲାପ ଭ୍ରମର ସାଜିଣ, ମହୁ ଚାଖିବାକୁ ମଦ ନିଶା। ସତ ସାହିତ୍ୟିକ ଅସହାୟ ଆଜି ମୌନେ ରହିଣ ନୀରବେ ଦେଖେ। ସତ ସାହିତ୍ୟିକ ଅସହାୟ ଆଜି ମୌନେ ରହିଣ ନୀରବେ ଦେଖେ। ସତ କହିଦେଲେ ତିରସ୍କାର ମିଳେ, ସତ କହିଦେଲେ ତିରସ୍କାର ମିଳେ। ସବୁ ଜାଣିଶୁଣି କେବଳ ଦେଖେ, ସବୁ ଜାଣିଶୁଣି କେବଳ ଦେଖେ। ନମସ୍କାର।